ଏ ଘରଟାରେ ସତେ ଯେମିତି ମତେ ଗୋଟେ ଚାକରାଣୀ କରିକି ରଖି ଦେଇଛନ୍ତି। ଏପଟରୁ ସେପଟ କାମ କରି କରି ଅଣ୍ଟା ପିଠି ବିନ୍ଧିଲାଣି ମୋର। କାହାରିକୁ ଟିକେ ଦୟା ମାୟା ନାହିଁ, କାହାରିକୁ ନାହିଁ। ଓ ହୋଇଲୋ ଟୋକଳି, କୁଆଡେ ମରିଗଲୁ ବା? କୁଆଡେ ମରିଗଲୁ ନା କଣ ବା? ତତେ ମୁଁ ସେତେବେଳେ ଠାରୁ ଡାକୁଛି ମୋ ଗୋଡଟାକୁ ଚିପି ଦେବା ପାଇଁ, ତୋ କାନଟାକୁ ଶୁଭୁନି ନା କଣ? ତୁ କଣ ମରିଗଲୁ ନା କଣ ସେପଟରେ? ଲୋ କେତକି ଝିଅ, ତୋ କାନ ଫୁଟିଗଲା କିଲୋ? ତୁ କୁଆଡେ ଗଲୁ? ବୁଢୀ କଣ ଏତେ ଜୋରେ ଚିଲଉଛି? ସକାଳୁ ସନ୍ଧ୍ୟା ଖାଲି ରାବୁଛି। କିଆ ମା, ମୁଁ ବା ରୋଷେଇ କରୁଛି। ରୋଷେଇ କରିକି ଦେଲେ ସିନା ତମେ ମା ପୁଅ ଦି ଜଣ ଖାଇବ, ନହେଲେ କେମିତି ଖାଇବ? ବୁଢୀ ଖଣ୍ଡକ ମତେ ରଖେଇ ଦଉନି। ସକାଳୁ ସନ୍ଧ୍ୟା ଗେଜେରେ ଗେଜେରେ ହେଇକି ମୋ କାନ ବଦରା ହେଇଗଲାଣି। ତୁ କୁଆଡେ ଗଲୁ ବା? ଗୋଡ ଘଷି ଦେବାକୁ ପଡିବ ବୋଲି କେତେ ବାହାନା ତୁ କରୁଛୁ। ତୁ କଣ ସେଇ ରୋଷେଇ ଘରଟାରେ ମରିଗଲୁ ନା କଣ ବା? ତୁ ସେଇ ରୋଷେଇ କରିବା ଜାଣିଛୁ, ସେଇ ଘରଟାରେ ବସି କଣ କରୁଛୁ ବା? ହେଲେ ନାଇଁ ରେ ବୋଉ, ଏମିତି ଯଦି ମୁଁ ତୁମକୁ ଦିନରେ 10 ଥର ଘଷି ଦେବି, ତାହେଲେ ଘର କାମ ରୋଷେଇ ବସି କିଏ କରିବ? ଆସୁନୁ ଟିକେ ଚିପି ଦେଇକି ଯିବୁ ଗୋଡ। ତୁ ସେତେବେଳେ ଠାରୁ ସେ ରୋଷେଇ ଘରଟାରେ ବସିକି କଣ କରୁଛୁ ବା? ତୁ ବାପା ମା ତତେ ଗୋଟେ କିଛି ଶିଖେଇ ନାହାନ୍ତି ନା କଣ? ତା ହାତ ରୋଷେଇ କରିକି ଦଉଛୁ ଆମେ ଜାଣିଛୁ। ବୁଢୀ ଖଣ୍ଡ ନିଜେ ତ କାମ କରିବନି, କାହାକୁ ବି କାମ କରେଇ ଦେବନି। ସକାଳୁ ସନ୍ଧ୍ୟା ସେ ଘରଟାରେ ପଶିକି ଖଟ ତ ଖଣ୍ଡେ ପାଇଛି ଆଉ। ମୋଟି ବୁଢୀ। ମା ପୁଅ ଦି ଜଣ ତ ସକାଳୁ ସନ୍ଧ୍ୟା ଖାଲି ଗେଫା ମାରି ଦେଇକି ଇଏ ପଳେଇବ ଖଟି କରିବାକୁ, ଆଉ ମା ଏଇ ଖଟଟାରେ ପଶିକି ଖାଲି ଗେରେ 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 ହବ। ସେ ବୁଢୀ ପାଖରେ ଯଦି ମୁଁ ବେଙ୍ଗ ନ ପୁରି ଦେଇଛି, ତାହେଲେ ମୁଁ କେତେ ଝିଅ ନୁହଁ।